ओडिया नेट अचीवर्स यूट्यूब चैनल रो अन्य एक नुआ वीडियो को आपण मानकु स्वागत। आसंतु आमे 30 गोटी एमसीक्यू आलोचना करूचे। आज मध्य करिबा कवि माधर मानसिंह और राधा मोहन गटनायकଙ୍କ विषय रे 30 गोटी एमसीक्यू। ता पूर्वरु आपण मानकु अनुरोध वीडियो भलो लागुथिले ओडिया नेट अचीवर्स यूट्यूब चैनल को सब्सक्राइब करंतु, वीडियो को लाइक करंतु, शेयर करंतु एवं कमेंट निहाती करंतु। आ गोटे कथा पीडीएफ पाइबा को चाहुथिले ओडिया नेट अचीवर्स टेलीग्राम चैनल रे जॉइन करंतु। धन्यवाद। आपनका पई ओटे अनुचिंता ज्ञान अतीतरु मिली थाए किंतु शिक्षा करिबाटा सर्वदा वर्तमान काल रे होई थाए। ज्ञान अतीतरु मिली थाए किंतु शिक्षा करिबाटा सर्वदा वर्तमान काल रे होई थाए। थैंक यू। तो आलोचना करिबा कवि माधर मानसिंह और राधा मोहन गटनायक। सबुज समसामयिक एकक काव्य साधक माधर मानसिंह जणे उज्जवल स्वाक्षर। ताले सबुज जुगर समसामयिक कवि बा काव्य साधक हेउचंती माधर मानसिंह। क्लियर पिला माने आगो को जीवा। प्रेम, देशात्मबोध, मानविकता, ऐसी चेतना सहित अफुरंत सौंदर्य दृष्टि तांको कवितार प्रमुख विभव। ताले तांको कवितार मुख्य वैशिष्ट्य कौन बा प्रमुख विभव कौन? प्रेम, देशात्मबोध, मानविकता, ऐसी चेतना माने ईश्वर चेतना सहित सौंदर्य तांको काव्य कवितार प्रमुख विभव। धूप, हेमशस्य, हेमपुष्प, कृश, अतिवाणी, कोणार्क आदि कविता संकलन समेत प्रबंध, आलोचना, भ्रमण कहानी क्षेत्र में मध्य निज प्रतिभार परिचय देइछन। किए माधर मानसिंह दृष्टिताल कण कण धूप, हेमशस्य, हेमपुष्प, कृश, अतिवेणा, कोणार्क ଏହା ବ୍ୟତୀତ ପ୍ରବନ୍ଧ, ଆଲୋଚନା ଓ ଭ୍ରମଣ କାହାଣୀର ମଧ୍ୟ। ଅନ୍ୟତମ ପ୍ରସିଦ୍ଧ ଯଶା କବି ରାଧାମୋହନ ଗଟନାୟକ ଗାଥା କବି ଓ ଛାନ୍ଦସିକ କବି ଭାବରେ ବେଶ ପରିଚିତ। ରାଧାମୋହନ ଗଟନାୟକ ଗାଥା କବି ଓ ଛାନ୍ଦସିକ କବି ଭାବରେ ପରିଚିତ। ଉତ୍କଳିକା, ସ୍ମରଣିକା, କାବ୍ୟ ନାୟିକା, ଗାନ୍ଧୀ ଗାଥା, ସୂର୍ଯ୍ୟ ଓ ଅନ୍ଧକାର ଆଦି ତାଙ୍କର ଉଚ୍ଚ କୋଟିର କାବ୍ୟ ସ୍ମାରକୀ। ପ୍ରାୟ ସବୁ କିଏ ରଚନା କରିଛନ୍ତି? ରାଧାମୋହନ ଗଟନାୟକ। ଗଟନାୟକ ନିଜସ୍ୱ ଧାରାର ଜଣେ ଅପ୍ରତିଦ୍ୱନ୍ଦୀ ପ୍ରତିଭା। ତାହେଲେ ନିଜସ୍ୱ ଧାରାର ଜଣେ ଅପ୍ରତିଦ୍ୱନ୍ଦୀ ପ୍ରତିଭା ହେଉଛନ୍ତି ରାଧାମୋହନ ଗଟନାୟକ। ତ ପ୍ରଥମ ପ୍ରଶ୍ନ ଆଲୋଚନା କରିବା କସ୍ତମ୍ଭ 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 ଯୋଉଟା ଆପଣ ମାନଙ୍କୁ ସହଜ ଲାଗିବ ତାକୁ କରିବେ। ତାହେଲେ ଧୂପ କବିତା କେବେ 1931 ହଉଛି ଧୂପ। ତାହେଲେ ଏକର ଆଇଭି ଏକର ଆଇଭି କୁ ଯିବା। ତାହେଲେ ଉତ୍ତର ତ ପାଇଗଲେ ସି ହବ ୟାର ଉତ୍ତର। ବାକିକୁ ସଂଯୋଗ କରିଦବା। ତାହେଲେ 2 ର ଆଇ ପୂଜାରିଣୀ 1925 ତାପରେ 3 ର ତ୍ରିପୁଲ ଆଇ 3 ର ତ୍ରିପୁଲ ଆଇ ତାପରେ 4 ର ଟୁ ଆଇ 1956 ବୃଷ। କ୍ଲିୟର। ଚାଲନ୍ତୁ ଆଗକୁ ଯିବା। 2 ନମ୍ବର ପ୍ରଶ୍ନ କସ୍ତମ୍ଭ 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 ତାକୁ ମଧ୍ୟ ଆମେ ସଂଯୋଗ କରିବା। ପଶ୍ଚିମ ପଥିକ ଏଟା ଆଗ ସହଜ ଆପଣ ମାନେ ତାକୁ ଆଗ କରିବେ।
ପଶ୍ଚିମ ପଥିକ ଭ୍ରମଣ କାହାଣୀ ତା ମାନେ 3 ର ଆଇ ଖୋଜିବା 3 ର ଆଇ ଏଇଟା ଏ ହବ ତାହେଲେ ଉତ୍ତର ବୁଝିପାରିଲେ। ଆଉ ବାକିକୁ ଆମେ ସଂଯୋଗ କରିଦବା 1 ର 2i କୃଷ ସନେଟ ହେଲା 2 ର ଆଇଭି ଅନ୍ୱେଷଣ ଉପନ୍ୟାସ ଶଙ୍ଖ ପତ୍ରିକା କ୍ଲିୟର ବୁଝିପାରୁଥିବେ ଆଶା କରୁଛି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ମାୟାଧର ମାନସିଂହଙ୍କ ଜୀବନ କାଳ ଡେସ୍ ମାୟାଧର ମାନସିଂହଙ୍କ ଜୀବନ କାଳ କେତେ କେତେରୁ କେତେ ମସିହା 1905 ରୁ 1973। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ପୁଣି କ ସ୍ତମ୍ଭ ଖ ସ୍ତମ୍ଭ 4 ନମ୍ବରର ବୁଦ୍ଧ ବୁଦ୍ଧ ନାଟକ ତାହେଲେ ଆମେ ଯିବା 1 ନମ୍ବରର 1 ର 2i ଖୋଜିବା ତାହେଲେ ବି ହବ ୟାର ଉତ୍ତର। ଆଉ ବାକି ସଂଯୋଗ କରିଦବା 2 ର ଟ୍ରିପୁଲ ଆଇ 2 ର ରାଜକବି ଗୀତିନାଟ୍ୟ 3 ର ଆଇ କବି ଓ କବିତା ସମାଲୋଚନା ଶାସନ ଚକ୍ର ଏକାଙ୍କିକା କ୍ଲିୟର ତ ବୁଝିପାରୁଥିବା ଆଶା କରୁଛି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁଠି ମାନସିଂହଙ୍କ ଦ୍ୱାରା ରଚିତ ନୁହେଁ କେଉଁଠି ମାନସିଂହଙ୍କ ଦ୍ୱାରା ରଚିତ ନୁହେଁ ତାହେଲେ କଣ ହବ କୋଣାର୍କେ କୋଣାର୍କ ମାୟାଧର ମାନସିଂହ ରଚନା କରିଛନ୍ତି କୋଣାର୍କେ ସଚିଦାନନ୍ଦ ରାଉତରାୟ। ପରବର୍ତ୍ତୀ ପ୍ରଶ୍ନ ଏ ଦେଶରେ ଯେ କିଆ ପଲାଙ୍ଗ ଫୁଟି ଝଡି ପଡୁଛି ସେ ଖବର ନ ରଖି ଏମାନେ ଚାମେଲି ଗୋଲାପ ଆମକୁ ଶୁଙ୍ଘାଇଲେ ମାନସିଂହ ଏହା କେଉଁମାନଙ୍କୁ ଲକ୍ଷ୍ୟ କରି କହିଥିଲେ। 6 ନମ୍ବର ପ୍ରଶ୍ନ ଏ ଦେଶରେ ଯେ କିଆ ପଲାଙ୍ଗ ଫୁଟି ଝଡି ପଡୁଛି ସେ ଖବର ନ ରଖି ଏମାନେ ଚାମେଲି ଗୋଲାପ ଆମକୁ ଶୁଙ୍ଘାଇଲେ ମାନସିଂହ ଏହା ମାୟାଧର ମାନସିଂହ ଏହା କେଉଁମାନଙ୍କୁ ଲକ୍ଷ୍ୟ କରି କହିଥିଲେ ତାହେଲେ ସବୁଜ କବିମାନଙ୍କ ଉଦ୍ଦେଶ୍ୟରେ ମାୟାଧର ମାନସିଂହ ଏକଥା କହିଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ମାୟାଧର ମାନସିଂହ କେବେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ମାୟାଧର ମାନସିଂହ କେବେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ 1967 67ରେ ମାୟାଧର ମାନସିଂହ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ସକାଳେ ଡାକନ୍ତି ତମେ ତମେ ବୋଲି ସେ ତମେର ମୂଲ୍ୟ ନାହିଁ ସକାଳେ ଡାକନ୍ତି ତମେ ତମେ ବୋଲି ସେ ତମେର ମୂଲ୍ୟ ନାହିଁ ତମେ ମତେ ଯେବେ ତମେ ବୋଲି କହ ଏତେ ମିଠା କାହିଁ ପାଇଁ ମାନସିଂହଙ୍କର ଏହା କେଉଁ କବିତାରୁ ଉଦ୍ଧୃତ ମାୟାଧର ମାନସିଂହଙ୍କର ଏହି ପଂକ୍ତିଟି କେଉଁ କବିତାରୁ ଉଦ୍ଧୃତ ପ୍ରେମର ଭାଷା ତମେ ଯୁଗଳ ଜୀବନ ଭଲ ପାଅ 8 ନମ୍ବର ପ୍ରଶ୍ନର ଉତ୍ତର କଣ ପ୍ରେମର ଭାଷା କେତେ ସୁନ୍ଦର ପଂକ୍ତି ପ୍ରେମିକ କବି ଆମେ କହିଥାଉ ତାଙ୍କୁ ମାୟାଧର ମାନସିଂହଙ୍କୁ ସକାଳେ ଡାକନ୍ତି ସମସ୍ତେ ତ ତମେ ତମେ ବୋଲି ଡାକନ୍ତି ହେଲେ ତମେର ମୂଲ୍ୟ କିଛି ନାହିଁ ତମେ ଯେତେବେଳେ ତମେ ମତେ ତମେ ବୋଲି ଡାକ ଏତେ ମିଠା ମତେ କାହିଁ ଲାଗେ ଏ ଥିଲା 8 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ କେଉଁ କାବ୍ୟରେ ଉଜ୍ଜଳ ଦାମ୍ପତ୍ୟ ପ୍ରେମର ନିରାଜନା କରାଯାଇଛି କେଉଁ କାବ୍ୟରେ ଉଜ୍ଜଳ ଦାମ୍ପତ୍ୟ ପ୍ରେମର ନିରଜନା କରାଯାଇଛି 9 ନମ୍ବର ପ୍ରଶ୍ନର ଉତ୍ତର ହବ କମଳାୟନ କାବ୍ୟ ଦାମ୍ପତ୍ୟ ପ୍ରେମର ନିଦର୍ଶନ। ଚାଲନ୍ତୁ ଆଗକୁ ଯିବା ପୁଣି
ମାୟାଧର ମାନସିଂହ ମାୟାଧର ମାନସିଂହ କେଉଁଥିରେ ପ୍ରଥମ ଓଡ଼ିଆ? ମାୟାଧର ମାନସିଂହ କେଉଁଥିରେ ପ୍ରଥମ ଓଡ଼ିଆ? ଡକ୍ଟରେଟ୍ ହାସଲ କରିବାରେ ପ୍ରଥମ ଓଡ଼ିଆ ହେଉଛନ୍ତି ମାୟାଧର ମାନସିଂହ। ତାହେଲେ ପ୍ରଥମେ ଡକ୍ଟରେଟ୍ ହାସଲ କରିଥିଲେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ମାନସିଂହ ସୃଷ୍ଟି ଓ ସମୀକ୍ଷା ପୁସ୍ତକର ସଂକଳକ କିଏ? ମାନସିଂହ ସୃଷ୍ଟି ଓ ସମୀକ୍ଷା ପୁସ୍ତକର ସଂକଳକ କିଏ? ରାଧାଶ୍ୟାମ ବେହେରା। ମନେ ରଖିବେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁ କବିତା ଗ୍ରନ୍ଥ ପାଇଁ ରାଧାମୋହନ ଗଡ଼ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କେଉଁ କବିତା ଗ୍ରନ୍ଥ ପାଇଁ ରାଧାମୋହନ ଗଡ଼ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ସୂର୍ଯ୍ୟ ଓ ଅନ୍ଧକାର ପାଇଁ ରାଧାମୋହନ ଗଡ଼ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ରାଧାମୋହନ ଗଡ଼ନାୟକଙ୍କ ଜନ୍ମ ସ୍ଥାନର ନାମ କଣ? ରାଧାମୋହନ ଗଡ଼ନାୟକଙ୍କ ଜନ୍ମ ସ୍ଥାନର ନାମ କଣ? କଲଣ୍ଡାପାଳ। ମନେ ରଖିବେ ରାଧାମୋହନ ଗଡ଼ନାୟକ କଲଣ୍ଡାପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ। ରାଧାମୋହନଙ୍କର କେଉଁ ଗ୍ରନ୍ଥଟି ଏକ ଗାଥା କାବ୍ୟ ନୁହେଁ? ପ୍ରଶ୍ନ ବୁଝିପାରୁଥିବେ ଆଶା କରୁଛି। ରାଧାମୋହନଙ୍କର କେଉଁ ଗ୍ରନ୍ଥଟି ଏକ ଗାଥା କାବ୍ୟ ନୁହେଁ? କାଳିଦାସ। ଏହା ଏକ ଗାଥା କାବ୍ୟ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଦୁଇଟି ତାହାର ଡେଣା କବିତାରେ କେଉଁ ମତବାଦର ନିରୋଜନ କରାଯାଇଛି? ଦୁଇଟି ତାହାର ଡେଣା କବିତାରେ କେଉଁ ମତବାଦ ପ୍ରତିଫଳିତ? ପ୍ରଶ୍ନର ଉତ୍ତର ହେବ ମାର୍କ୍ସବାଦ ଓ ଫ୍ରଏଡବାଦ। ଫ୍ରଏଡଙ୍କ ମନସ୍ତତ୍ତ୍ୱ। ପରବର୍ତ୍ତୀ ପ୍ରଶ୍ନ। କେଉଁ କବି ଭାବରେ ଗଡ଼ନାୟକ ପ୍ରସିଦ୍ଧ? ଗଡ଼ନାୟକଙ୍କୁ କେଉଁ କବି କୁହାଯାଏ? ସାମାଜିକ କବି ରାଧାମୋହନ ଗଡ଼ନାୟକ। ପରବର୍ତ୍ତୀ ପ୍ରଶ୍ନ। ମାଟି କବିତା ରାଧାମୋହନଙ୍କର କେଉଁ କବିତା ସଂକଳନରେ ସ୍ଥାନିତ? ମାଟି କବିତା ରାଧାମୋହନଙ୍କର କେଉଁ କବିତା ସଂକଳନରେ ସ୍ଥାନିତ? ପ୍ରଶ୍ନର ଉତ୍ତର କଣ ହେବ? କାବ୍ୟ ନାୟିକା ସଂକଳନର ଗୋଟିଏ କବିତା ହେଉଛି କବିତା ମାଟି କବିତା। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ମରିସୁଦ୍ଧା ସେ ମରି ନଥିଲେ ରେ କବିତା କାହାଙ୍କ ଉଦ୍ଦେଶ୍ୟରେ ରଚିତ? ମରିସୁଦ୍ଧା ସେ ମରି ନଥିଲେ ରେ କବିତା କାହାଙ୍କ ଉଦ୍ଦେଶ୍ୟରେ ରଚିତ? ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ରଚିତ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଅଗ୍ନିମିତ୍ର ଓ ଉପଗୁପ୍ତ ଛଦ୍ମନାମ କେଉଁ କବି ବ୍ୟବହାର କରିଥିଲେ? ଅଗ୍ନିମିତ୍ର ଓ ଉପଗୁପ୍ତ ଛଦ୍ମନାମରେ କେଉଁ କବି ପରିଚିତ? ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ତାହେଲେ ରାଧାମୋହନ ଗଡ଼ନାୟକଙ୍କର ଦୁଇଟି ଛଦ୍ମନାମ, ଗୋଟିଏ ହେଉଛି ଅଗ୍ନିମିତ୍ର ଆଉ ଗୋଟିଏ ହେଉଛି ଉପଗୁପ୍ତ। ଆଗକୁ ଯିବା। ଏକଚକ୍ର ପତ୍ରିକା କିଏ ସମ୍ପାଦନା କରୁଥିଲେ? ଏକଚକ୍ର ପତ୍ରିକା କିଏ ସମ୍ପାଦନା କରୁଥିଲେ? ପ୍ରଶ୍ନର ଉତ୍ତର ହେବ ରାଧାମୋହନ ଗଡ଼ନାୟକ ସମ୍ପାଦନାରେ ଏକ ପତ୍ରିକାର ନାମ କଣ? ଏକଚକ୍ର। ଚାଲନ୍ତୁ ଆଗକୁ ଯିବା। He is now considered the greatest meritist in Oriya literature. ରାଧାମୋହନଙ୍କ ସମ୍ପର୍କରେ ଏକଥା କିଏ କହିଛନ୍ତି? ରାଧାମୋହନଙ୍କ ସମ୍ପର୍କରେ ଏକଥା ମାୟାଧର ମାନସିଂହ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ମାଟିଦୀପ କବିତା ସଂକଳନର ସ୍ରଷ୍ଟା କିଏ? ମାଟିଦୀପ କବିତା ସଂକଳନର ସ୍ରଷ୍ଟା କିଏ? କୃଷ୍ଣଚନ୍ଦ୍ର ତ୍ରିପାଠୀ।
ଦୀପ କବିତା ସଂକଳନର ସ୍ରଷ୍ଟା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗ୍ରନ୍ଥ ପାଇଁ ଗଦାବରୀଶ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଗଦାବରୀଶ ମହାପାତ୍ର କେଉଁ ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କଣ୍ଟା ଓ ଫୁଲ। କଣ? କଣ୍ଟା ଓ ଫୁଲ ପାଇଁ ଗଦାବରୀଶ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ପଲାଶୀ ଅବସାନେ, ପଲାଶୀ ଅବସାନେ କାବ୍ୟ ଗ୍ରନ୍ଥର ଲେଖକ କିଏ? ହରେକୃଷ୍ଣ ମହତାବ। ପଲାଶୀ ଅବସାନେ କାବ୍ୟ ଗ୍ରନ୍ଥର ଲେଖକ। ପରବର୍ତ୍ତୀ ପ୍ରଶ୍ନ, କେଉଁ କବିତା ଗ୍ରନ୍ଥଟି କୃଷ୍ଣଚରଣ ବେହେରାଙ୍କର ନୁହେଁ? କେଉଁ କବିତା ଗ୍ରନ୍ଥଟି କୃଷ୍ଣଚରଣ ବେହେରାଙ୍କର ନୁହେଁ? 25 ନମ୍ବର ପ୍ରଶ୍ନ, ମରୁ ଗୋଲାପ। ଆଉ ତିନୋଟି ଯାକ କୃଷ୍ଣଚରଣ ବେହେରାଙ୍କର। ଚା କପରେ ଝଡ଼, ଭାନୁ ଭାଇଲେନ୍, ଲଘୁ ପଞ୍ଚକ ଏସବୁ ହଉଛି କୃଷ୍ଣଚରଣ ବେହେରାଙ୍କର। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ସାପ ଗାତରେ ସକାଳ କବିତା ବହିର ଲେଖକ କିଏ? ସାପ ଗାତରେ ସକାଳ, ସାପ ଗାତରେ ସକାଳ କବିତା ବହିର ଲେଖକ କିଏ? 26 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ପ୍ରସନ୍ନ କୁମାର ପାଟଶାଣୀ। ପରବର୍ତ୍ତୀ ପ୍ରଶ୍ନ, ପଶ୍ଚିମ ଓଡ଼ିଶାର କିମ୍ବଦନ୍ତୀ ଓ ଐତିହାସିକ ଘଟଣାକୁ ନେଇ ରାଧାମୋହନ ଗଟନାୟକ ରଚନା କରିଥିବା ଗାଥା କବିତା ସଂକଳନର ନାମ କଣ? ପଶ୍ଚିମ ଓଡ଼ିଶାର କିମ୍ବଦନ୍ତୀ ଓ ଐତିହାସିକ ଘଟଣାକୁ ନେଇ ରାଧାମୋହନ ଗଟନାୟକ ରଚନା କରିଥିବା ଗାଥା କବିତା ସଂକଳନର ନାମ କଣ? ହୀରାଖଣ୍ଡ ଗାଥା। କଣ? ହୀରାଖଣ୍ଡ ଗାଥା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ସାହିତ୍ୟରେ ଛନ୍ଦ ସମ୍ରାଟ ଭାବରେ କିଏ ପରିଚିତ? ଓଡ଼ିଆ ସାହିତ୍ୟରେ ଛନ୍ଦ ସମ୍ରାଟ ଭାବରେ କିଏ ପରିଚିତ? ରାଧାମୋହନ ଗଟନାୟକଙ୍କୁ କଣ କୁହାଯାଏ? ଛନ୍ଦ ସମ୍ରାଟ ମଧ୍ୟ କୁହାଯାଏ। ଛନ୍ଦ ସମ୍ରାଟ ଭାବରେ ସେ ପରିଚିତ। ପରବର୍ତ୍ତୀ ପ୍ରଶ୍ନ, ରାଧାମୋହନ ଗଟନାୟକଙ୍କ ଜୀବନ କାଳ କେତେ? ରାଧାମୋହନ ଗଟନାୟକଙ୍କ ଜୀବନ କାଳ କେତେ? 1911 ରୁ 2000 ମସିହା। ଏ ତାହେଲେ ରାଧାମୋହନ ଗଟନାୟକଙ୍କ ଜୀବନ କାଳ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ, ବାପୁ ତର୍ପଣ କାବ୍ୟ ଗ୍ରନ୍ଥ କି ପ୍ରକାର ଗ୍ରନ୍ଥ? ବାପୁ ତର୍ପଣ କାବ୍ୟ ଗ୍ରନ୍ଥ କି ପ୍ରକାର ଗ୍ରନ୍ଥ? 30 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଶକ ଗୀତି। ଆପଣ ମାନଙ୍କ ସୁବିଧା ନିମନ୍ତେ ନିମ୍ନରେ ପୁଣି ଉତ୍ତର ଆପଣ ମାନେ ଆକୁ ଦେଖି ଦିଅନ୍ତୁ। ଭିଡିଓ ଭଲ ଲାଗୁଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେ ନାହିଁ। ପୁଣି ଦେଖା ହବ ଅନ୍ୟ ଏକ ଭିଡିଓରେ। ନମସ୍କାର, ରହୁଛି, ଧନ୍ୟବାଦ।